ପ୍ରଶଂସା କରନ୍ତୁ, ସବୁଦିନ ପ୍ରଶଂସା କରନ୍ତୁ, ପ୍ରେରଣା ଦିଅନ୍ତୁ। କର୍ମ କ୍ଳାନ୍ତ ସ୍ୱାମୀ କାର୍ଯ୍ୟ କ୍ଷେତ୍ରରୁ ଫେରିଲେ ସ୍ତ୍ରୀ ଦୁଇପଦ ସହାନୁଭୂତିପୂର୍ଣ୍ଣ କଥା କହିବା ଦରକାର। ଭଲ ଖାଦ୍ୟ ମଧ୍ୟ ଦେବା ଉଚିତ। ସେମିତି ସ୍ତ୍ରୀଙ୍କ ଘର କାମ ଓ ଯତ୍ନ ପାଇଁ ତାଙ୍କର ପ୍ରଶଂସା କରିବା ଉଚିତ। ସମୟ ସମୟରେ ତାଙ୍କୁ ସାହାଯ୍ୟ କରିବା ବି ଦରକାର। ତାଙ୍କର ସୌନ୍ଦର୍ଯ୍ୟ ଓ ଗୁଣକୁ ପ୍ରଶଂସା କଲେ ଉତ୍ସାହିତ ବୋଧ କରନ୍ତି ଓ ଅନୁରକ୍ତ ରୁହନ୍ତି। ଓ ତୁମର ପିଲାଛୁଆ ହୋଇନାହିଁ, କିମ୍ବା ଆରେ ତୁମେ ଏପର୍ଯ୍ୟନ୍ତ ବିବାହ କରିନାହଁ, ଏମିତି କଥା କାହାକୁ ବି କୁହନ୍ତୁ ନାହିଁ। ଅବିଚଳିତ ଭାବ ରଖନ୍ତୁ। ଦାମ୍ପତ୍ୟ ସମ୍ପର୍କ ଗୋଲାପର ଶଯ୍ୟା ନୁହେଁ। ଶୁଷ୍କତା, କ୍ରୂରତା ଓ ସମସ୍ୟାର ଜଟିଳତା ଅନେକ ସମୟରେ ଆସେ। ସେତେବେଳେ ବିଚଳିତ ନ ହୋଇ ଧୀରେ ସୁସ୍ଥେ ବିଚାର କରି ବିଷୟଟିର ସମାଧାନ ପାଇଁ ପ୍ରଚେଷ୍ଟା କରିବା ଦରକାର। ପରସ୍ପରକୁ କୌଣସି ସମସ୍ୟା ପାଇଁ ଦାୟୀ କରିବା ଉଚିତ ନୁହେଁ। କାହାର ଶରୀର ଗଠନ ଉପରେ ମନ୍ତବ୍ୟ ଦେବାରେ କୌଣସି ଅର୍ଥ ନାହିଁ। ବାସ୍ କୁହନ୍ତୁ, ଆପଣ ବହୁତ ସୁନ୍ଦର ଦେଖାଯାଉଛନ୍ତି। ସବୁବେଳେ ଅଭିଯୋଗ କରନ୍ତୁ ନାହିଁ। ସଂସାର ଦାୟିତ୍ୱ ଖୁସିରେ ତୁଲାନ୍ତୁ। ଏକାଠି ରହିବାର ଆନନ୍ଦ ଉପଭୋଗ କରିହେବ, କିନ୍ତୁ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱ ନେଇ ସବୁବେଳେ ଅଭିଯୋଗ କଲେ ଏକାଠି ରହିବା ବିରକ୍ତିକର ହୋଇଯାଏ। ଯଦି ଘରେ ସର୍ବଦା ସ୍ୱାମୀ କୁହନ୍ତି ଅର୍ଥ ଉପାର୍ଜନ ପାଇଁ ତାଙ୍କୁ ଦିନରାତି ପରିଶ୍ରମ କରିବାକୁ ପଡୁଛି, ସ୍ତ୍ରୀ ଅଭିଯୋଗ କରନ୍ତି ଯେ ତାଙ୍କୁ ଚାକର ପୂଜାରୀ ଅଭାବରେ ଦିନରାତି ଘର କାମ କରିବାକୁ ପଡୁଛି, ତେବେ ପ୍ରକାରାନ୍ତରେ ଉଭୟେ ସେମାନଙ୍କର ବ୍ୟକ୍ତିଗତ ସ୍ଥିତି ପାଇଁ ପରସ୍ପରକୁ ଦୋଷାରୋପ କରନ୍ତି। ପୂଜା ଅର୍ଚ୍ଚନାଦି, ଶାସ୍ତ୍ର ପାଠ ଓ ଆଲୋଚନା, ଶ୍ରାଦ୍ଧ ଆଦି ହେଉନଥିବା ଘରେ ଶାସ୍ତ୍ରଜ୍ଞ ବ୍ରାହ୍ମଣଙ୍କର ଆବଶ୍ୟକତା ହୁଏ ନାହିଁ। ସେଠାରେ ବେଦ ଓ ଶାସ୍ତ୍ରାଦିର ପଠନ ଓ ଆବୃତ୍ତି ହେଉନଥିବାରୁ ବ୍ରାହ୍ମଣଙ୍କର ଗୁରୁ ଗମ୍ଭୀର ନିନାଦରେ ଘର ଉଛୁଳି ଉଠେ ନାହିଁ। ଜ୍ଞାନ, ସଦାଚାର ଓ ସଂସ୍କୃତି ବିହୀନ ମାନଙ୍କୁ ବସବାସ ପାଇଁ ଅନୁପଯୁକ୍ତ ବୋଲି ପ୍ରତିପାଦନ କରିବା ପାଇଁ ନାଗରିକ ଓ ବ୍ରାହ୍ମଣଙ୍କ କଥୋପକଥନ ଆଳରେ କଦର୍ଯ୍ୟ ସ୍ଥାନର ସମାଲୋଚନା କରି ଆଚାର୍ଯ୍ୟ ଚାଣକ୍ୟ ଭାଷାରେ କହିଛନ୍ତି, ସଭ୍ୟତା, ସଂସ୍କୃତି, ଜ୍ଞାନ ଓ ସଦାଚାର ବହିର୍ଭୂତ ସ୍ଥାନରେ ବାସ କଲେ ନର୍କ ଯନ୍ତ୍ରଣା ଭୋଗ କରିବାକୁ ହୁଏ। ନଗରକୁ ଆସିଥିବା ଜଣେ ବ୍ରାହ୍ମଣଙ୍କୁ ନାଗରିକ ପଚାରିଲେ, ଏଠାରେ ବଡ଼ ବୃକ୍ଷଟି କ'ଣ? ବଡ଼ ଦାନୀ କିଏ? ସବୁଠାରୁ ଚତୁର କିଏ? ବ୍ରାହ୍ମଣ କହିଲେ, ଏଠାରେ ତାଳ ଗଛ ବଡ଼। ସକାଳେ ଲୁଗା ନେଇ ଏହା ସନ୍ଧ୍ୟାରେ ଦେଉଥିବା ଧୋବା ବଡ଼ ଦାନୀ ଏବଂ ହରଣ କରିବାରେ ଧୁରନ୍ଧର ବ୍ୟକ୍ତି ବଡ଼ ଚତୁର। ଏହା ଶୁଣି ନାଗରିକ କହିଲେ, ଏଠାରେ ତୁମେ ତାହେଲେ ରହୁଛ କିପରି? ବ୍ରାହ୍ମଣ କହିଲେ, ଏଠାରେ ମୁଁ ବିଷରେ ରହିଥିବା କୀଟ ପରି ମୁଁ ରହିଛି। ଜୟ ଶ୍ରୀ ଜଗନ୍ନାଥ।